କିଛି ମିଳିନି ଆମକୁ। କିଛି ସହାୟତା ମିଳୁନି। କେମିତି କ'ଣ ଚଳୁଥିଲେ? ଭାରି ହଇରାଣ ହଉଛୁ। ଆଗରୁ କେମିତି ରହୁଥିଲେ ମାନେ କ'ଣ କରୁଥିଲେ? ଆଗରୁ ଦୋକାନ ବଜାର ଟିକେ ଦେଇଥିଲେ। ଆଚ୍ଛା ଦୋକାନ ସବୁ ଯେଉଁ ବରମୁଣ୍ଡାର ଯେଉଁ ନିଶାନ ଦୋକାନ ଏରା ସବୁ ଭାଗିଗଲା। ଆଚ୍ଛା ଏଟା ଭାଗିଗଲାଠୁ ମୁଣ୍ଡ ଟେନସନ ନେଇକି ସବୁଆଡେ ସବୁ ଭାବିକି ପଡ଼ିଗଲେ ଆଉ। ଆଚ୍ଛା ମଉସାଙ୍କ ଆଖିରେ ଲୁହ ଆପଣଙ୍କ ଆଖିରେ ବି ଲୁହ କାନ୍ଦୁଛନ୍ତି ବହୁତ କଷ୍ଟ ବହୁତ କଷ୍ଟ ହଉଛି। ଆଉ କ'ଣ କରିବ ମାନେ ମେଡ଼ିକାଲକୁ ଯିବାକୁ ପଇସା ପତ୍ର ବି ନାହିଁ। ବହୁତ ହଇରାଣ ହଉଛି। କିଛି ଗୋଟେ ସାହାଯ୍ୟ ମିଳିନି। ପୂର୍ବରୁ ସବୁ ସରକାର ଦେଲେ କିଛି ବୁଝିଛନ୍ତି ନା କିଛି ବୁଝିନାହାନ୍ତି? କିଛି ବୁଝିନାହାନ୍ତି। ଦେଇକି ଆଇଛୁ କାଗଜ। ନାଇଁ ଆଗରୁ ଯେଉଁ ନବୀନ ସରକାର ଥିଲା ସେ କିଛି ବୁଝିଦେଲେ ସରକାର ଆପଣଙ୍କର? ନାଇଁ। ଏଥର ଆଶା ରଖିଛି ଆପଣଙ୍କର ଲୁହ ପୋଛିବେ ମୋହନ ମାଝୀ? କିଛି କହିନ, କାହାକୁ କିଛି କହିନଥିଲୁ। ଆମେ ତ ମେଡ଼ିକାଲରେ ସବୁଆଡ଼େ ରହୁଛୁ। ଆଉ କ'ଣ କହିବି? ଆଉ ଆମେ ତ ଚଳିବା। ଆଚ୍ଛା ଯେବେ ଦେଖା ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଆପଣଙ୍କ ଆଖିରେ ଲୁହ ଦେଲେ ସେତେବେଳେ ଦେଖିଲେ କାନ୍ଦି ପକେଇଲେ ମୁଖ୍ୟମନ୍ତ୍ରୀ ଦେଖିକି କ'ଣ କହିଲେ? ଆଶ୍ୱାସନା ଦେଲେ? କିଛି କହିଲେନି କାହିଁକି? ଆଚ୍ଛା ମଉସାଙ୍କର ଆଗରୁ ଏମିତି ମାନେ ପାଟି ଫିଟୁନି ନା ଏଇ ଆକ୍ସିଡେଣ୍ଟ ପରେ ଏମିତି ହେଲା? ନାଇଁ ଏବେ ହିଁ ପଡ଼ିବାଠୁ ଏମିତି ହେଲେ। ଆଗରୁ କାମ ପାଇଟି ସବୁ କରୁଥିଲେ। କଥାବାର୍ତ୍ତା କରୁଥିଲେ? ଏବେ କଥାବାର୍ତ୍ତା ବି କରିବା ବନ୍ଦ କରିଦେଇଛନ୍ତି? ହଁ ତଣ୍ଟିଟା କଟା ହେଇଯାଇଛି। କୁଆଡ଼େ କୁଆଡ଼େ ନେଇକି ଗଲେଣି ଚିକିତ୍ସା ପାଇଁ ତାଙ୍କୁ? ନେଇଥିଲୁ ଆଗ ସମ ମେଡ଼ିକାଲ ନେଇଥିଲୁ। ଆଉ 6 ନମ୍ବର ନେଲୁ। 6 ନମ୍ବର ପଠେଇଲେ କଟକ। କିଛି ସୁଫଳ ମିଳିନି। ଆଶା କରୁଛନ୍ତି ମୁଖ୍ୟମନ୍ତ୍ରୀ ଭଲ କରିବେ ସମସ୍ତେ? ଆଶା ତ କରିଛୁ, ଦେଖିଆ କ'ଣ ଅନୁରୋଧ କରିବେ? କହିଥିଲି ତ ସାହାଯ୍ୟ ମିଳିଲେ ସାହାଯ୍ୟ କରିବେ ଆଉ।